ମୁଁ ମୋହन ମାଝीର ସରकारଙ୍କୁ ଏବଂ ଆମର ଯୋଉ ମୁଖ୍ୟମନ୍ତ୍ରୀ ଅଛନ୍ତି ତାଙ୍କୁ ଅନୁରୋଧ କରିଛି ସିବିଆଇ ତଦନ୍ତ ପାଇଁ। ଯୋଉ ସବୁ ଗୁଡ଼ାକ ତଥ୍ୟ ଏବଂ ଇନଭେଷ୍ଟିଗେସନ ଅଛି ତାହା ତ ସିବିଆଇ ତଦନ୍ତ ପରେ ହିଁ ଆଗକୁ ଆସିବ। ଏବଂ ମୁଁ ଗଣମାଧ୍ୟମ ଜରିଆରେ ଦେଖିଲି ଯେ ଏବଂ ମୋତେ ବହୁତ ଖରାପ ବି ଲାଗୁଛି ଦେଖିକି ଯେ ଯେତେବେଳେ ମୁଁ କିଛି କହୁନଥିଲି ଭାରତୀୟ ଜନତା ପାର୍ଟିର ଅନ୍ୟାନ୍ୟ କର୍ମକର୍ତ୍ତା ମୋ ପରିବାର ଉପରେ ଆକ୍ଷେପ କରୁଥିଲେ, ମୋତେ ବଦନାମ କରୁଥିଲେ, ମୋ ପରିବାରକୁ ମାନସିକତା ଟର୍ଚରରୁ ମାନେ ତାଙ୍କୁ ପୁରା ଗଣମାଧ୍ୟମ ଜରିଆରେ ଅନେକ କଥା କହୁଥିଲେ। ଯୋଉ ସମୟରେ ମୁଁ ସିବିଆଇ ତଦନ୍ତ କହିଲି ଆପଣ ଗୋଟେ ପ୍ରକାର ଦେଖିଥିବେ ଯେ ଭାରତୀୟ ଜନତା ପାର୍ଟି ଏବେ ସାଇଲେଣ୍ଟ ହେଇଯାଇଛି। ତ ନିଶ୍ଚିତ ଭାବରେ ମୁଁ ଖାଲି ଗୋଟେ କଥା କହିବି, ରାଜନୀତିଜ୍ଞ ପ୍ରସଙ୍ଗ ଏବଂ ନିଜର ରାଜନୀତିକ ଫାଇଦା ପାଇଁ ମୋ ବାପାଙ୍କ ଜିନିଷ ଗୁଡ଼ାକୁ ଆଗକୁ ସେମାନେ ଆଣୁଛନ୍ତି। ସେମାନେ କହିଛନ୍ତି ମୁଁ ଲେଖିକି ଦେବି। ପ୍ରଥମେ କହୁଥିଲେ ଯେ ଦୀପାଳି କିଛି କହୁନାହିଁ, ଯେତେବେଳେ ମୁଁ କହିଲି ସେମାନେ କହୁଛନ୍ତି ଲେଖିକି ଦେବୁ। ନିଶ୍ଚିତ ଭାବରେ ଆମେ ଆମ ପରିବାର ସହିତ ଏ ବିଷୟରେ ଡିସ୍କସନ୍ କରୁଛୁ ଆଉ ଆଗାମୀ ଦିନରେ ଆମେ ଲିଖିତ ଅନୁସାରେ ବି ଦେବୁ। ଆଉ ଯଦି ସେମାନେ ପ୍ରକୃତରେ ମୋ ବାପାଙ୍କୁ ଭଲ ପାଉଛନ୍ତି ଏବଂ ନିସ୍ୱାର୍ଥ ପରରେ ନବ ଦାସର ତଦନ୍ତକୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି, ମୁଁ ଅନୁରୋଧ କରିବି ଏ ସରକାରକୁ ନିଶ୍ଚିତ ଭାବରେ ସେମାନେ ଆଗକୁ ଯାଆନ୍ତୁ। ଆମେ ଲେଖିକି ବି ଜଣାଇବୁ ଏବଂ ଯୋଉଟା ବି ଦରକାର ପଡ଼ିବ ଆମ ତରଫରୁ ଆମେ ସବୁ କରିବୁ। ସିବିଆଇ ତଦନ୍ତ ସେମାନେ କହୁଥିଲେ ଯେ ମୁଁ କହୁନାହିଁ କହିକି, ମୁଁ ତ କହି ନାହିଁ, ସେମାନେ କହୁଥିଲେ ନା। ସେମାନେ ବାରମ୍ବାର ଗଣମାଧ୍ୟମରେ ଭାରତୀୟ ଜନତା ପାର୍ଟିର ଲୋକମାନେ ପ୍ରେସ୍ କନଫରେନ୍ସ କରିକି କହୁଥିଲେ ଯେ ଦୀପାଳି ଚୁପ୍ ଅଛି, ଦୀପାଳି କହୁନାହିଁ, ପରିବାର ଆଜି ପର୍ଯ୍ୟନ୍ତ କିଛି କହୁନାହିଁ। ଆଜି ପରିବାର କହିଦେଲା, ଆଜି ମୁଁ କହୁଛି। ତ ଏବେ ତାଙ୍କ ଉପରେ ଅଛି ସେମାନେ କ'ଣ କରୁଛନ୍ତି କ'ଣ ନାହିଁ। ଯଦି ସେମାନେ ପ୍ରକୃତରେ ଯଦି ମୋ ପରିବାର ପାଇଁ ସେମାନେ କିଛି କରିବାକୁ ଚାହୁଁଛନ୍ତି ତ କରନ୍ତୁ ସେମାନେ, ଆମେ ତ ମନା କରୁନୁ। ପ୍ରତିକ୍ରିୟା ଏଇଟା ହିଁ ଅଛି ଆଜ୍ଞା ଯେ ଯୋଉ ଇନଭେଷ୍ଟିଗେସନ ଅଛି ଯୋଉଟା ବି ଅଛି ଏବେ ତ ଦେଖନ୍ତୁ ଇନଭେଷ୍ଟିଗେସନ ତ ଷ୍ଟିଲ୍ ଓପନ ଅଛି, କୋର୍ଟରେ କେସ୍ ଚାଲୁଛି, ଆପଣ ସମସ୍ତେ ଜାଣିଥିବେ। ତ ଯଦି ଗୋଟେ ସିବିଆଇ ତଦନ୍ତ ପାଇଁ ସରକାର ଯଦି ଆଗକୁ ବଢିଲେ ତ ନିଶ୍ଚିତ ଭାବରେ ସିବିଆଇ ତଦନ୍ତ ହେଲେ ଯୋଉ ଇନଭେଷ୍ଟିଗେସନ ଆସିବ ଯୋଉଟା ଆସିବ ତାପରେ ଆମେ ଗଣମାଧ୍ୟମ ଜରିଆରେ ତାକୁ ସମସ୍ତଙ୍କୁ ଜଣାଇବୁ। ଯଦି ସିବିଆଇ ତଦନ୍ତ ହେଲା, ଯଦି ସରକାର ଚାହିଁଲେ, ଯଦି ସରକାର ଆମ ପରିବାରକୁ ମାନେ ନ୍ୟାୟ ଦେବା ପାଇଁ କହୁଛନ୍ତି ଯେ ସେମାନେ ତ କହୁଛନ୍ତି ଯେ ଆମେ କହୁନୁ କିଛି, ତ ଏବେ ତ ଆମେ କହିଦେଲୁ। ତ ସେମାନେ ଯଦି ସିବିଆଇ ତଦନ୍ତ କରୁଛନ୍ତି ତାପରେ ଯୋଉ ଇନଭେଷ୍ଟିଗେସନ ହେବ ତା ଉପରେ ଆମେ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀକୁ ବି ଲେଖିକି ଦେବୁ। ଯଦି ତାପରେ ମୁଖ୍ୟମନ୍ତ୍ରୀ ଯୋଉଟା କହିବେ, ସେମାନେ ତ ନିଜେ କହୁଛନ୍ତି ନା, ସେମାନେ ଯୋଉ ତାଙ୍କୁ ପଚାରନ୍ତୁ ଆଜ୍ଞା ଆପଣ।